ଆଲୋ ମା, ବାହାଘରକୁ ଜମାରୁ 3 ମାସ ହେଇଛି, ତୁ ଏବେଠୁ କଳା କପଡ଼ା ପିନ୍ଧିଲୁଣି। ଆମ ଘରେ ନୂଆ ବିବାହିତ ମହିଳାମାନେ 4, 5, 6 ମାସ ପର୍ଯ୍ୟନ୍ତ କଳା କପଡ଼ା ପିନ୍ଧନ୍ତିନି। ଆଉ ତତେ କିଏ କହିଲେ ଡ୍ରେସ୍ ପିନ୍ଧିବା ପାଇଁ? ଶାଢ଼ୀ ପରେ ପିନ୍ଧନ୍ତି ଆମ ଘରେ ନୂଆ ବୋହୂମାନେ, କେହି ଡ୍ରେସ୍ ପିନ୍ଧନ୍ତିନି। ଆଲୋ ମା, ଇଏ କ'ଣ ଚୁଡ଼ି ପଟେନିକା ମଙ୍ଗଳସୂତ୍ର ପାଇଁ, କାନରେ କାନଫୁଲ ପାଇଁ ବିବାହିତ ମହିଳାମାନେ ଏମିତି ଖାଲି ରହନ୍ତିନି, ସକାଳେ ସବୁ ପିନ୍ଧନ୍ତି ନା। ଏଇଟା କ'ଣ ଭଲ ଦେଖାଯିବ? ହଁ, ଏବେ ଭଲ ଲାଗିଲା। ଏମିତି ସବୁବେଳେ ପିନ୍ଧିକି ରହିବା କଥା ନା। ଆଉ ଚୁଡ଼ି ନାହିଁ, ମଙ୍ଗଳସୂତ୍ର ନାହିଁ, କାନଫୁଲ ନାହିଁ, ବିବାହିତ ମହିଳାମାନେ ଏମିତି ରୁହନ୍ତିନି ହେଲା। ଆମର କିଛି ବି ହେଇଯାଉ ନା କାହିଁକି, ନୂଆ ବୋହୂଙ୍କ ମୁଣ୍ଡରେ ସବୁବେଳେ ହାତ ଲେଖା ଓଢ଼ଣା ଥାଏ। ନହେଲେ କେବେ ବାପ ଘରେ କ'ଣ କିଛି ସଂସ୍କାର ଶିଖେଇନାହାନ୍ତି? ହେ ଭଗବାନ, କେତେ ଟ୍ୟୁସନ୍ କରୁଛନ୍ତି ଏମାନେ ମୋତେ। ହେଇ ପୁଣି ଉଡ଼ିକି ଆସିଲାଣି। ଆଲୋ ମା, କ'ଣ କରୁଥିଲୁ କି? ବସିଛୁ କି? ହଁ ହଁ ହଁ, ହଉ ହଉ ଠିକ୍ ଅଛି। ଆଲୋ ମା, ଗୋଟେ କଥା କହିବି। ବାହାଘରକୁ 3-4 ମାସ ହେଇଗଲାଣି। ଆଉ ହଁ ହଁ, ହେଲା ବାହାଘରକୁ 3-4 ମାସ ହେଇଗଲାଣି। ଆଉ ଖୁସି ଖବରଟା କେବେ ମିଳୁଛି? ଏସବୁ ଜିନିଷରେ ବେଶୀ ଡେରି କରନ୍ତିନି ହେଲା। ଜଲ୍ଦି ଜଲ୍ଦି ଖୁସି ଖବର ଶୁଣେଇବି ହେଲା। ଆମ ଘରେ ସ୍ୱାମୀଙ୍କ ନାଁ ଧରି ଡାକନ୍ତିନି, ସବୁବେଳେ ଏଇ ଶୁଣ ଏମିତି, ନହେଲେ ଇଶାରାରେ ଡାକନ୍ତି ହେଲା। ଏମିତି ନାଁ ଧରି ଡାକନ୍ତିନି।